ପିଲାମାନେ ଆଜିର ଏକ ନୂଆ ପାଠକୁ ପୁଣି ଥରେ ସ୍ୱାଗତ। ଆଜି ଆମେ ତୁମ ପରିବେଶ ପାଠ ବହି ବିଚିତ୍ର ଆମ ପୃଥିବୀର ଚାଲ ମେଳା ବୁଲିଯିବା ବିଷୟରେ ଆଲୋଚନା କରିବା। ପିଲାମାନେ ପୂର୍ବ ପାଠରେ ଆମେ ଅନିତା ଓ ସ୍ମିତା କିପରି ମେଳା ଯିବା ପୂର୍ବରୁ ପ୍ରସ୍ତୁତ ହୋଇଥିଲେ ସେ ବିଷୟରେ ପଢିଥିଲେ। ତୁମର ସବୁ ମନେ ଅଛି? ମନେ ଅଛି? ଆଚ୍ଛା, ଠିକ ଅଛି। ସେଇ ବିଷୟରେ ମୁଁ କିଛି ପ୍ରଶ୍ନ ପଚାରୁଛି, କହିବ ମତେ। ଆଚ୍ଛା ରାଜୁ, ତୁମେ କୁହ, ଅନିତା ଓ ସ୍ମିତା କୋଉଥିରେ ମେଳାକୁ ଯାଇଥିଲେ? ଠିକ ଅଛି, ବସରେ ଯାଇଥିଲେ। ଆଚ୍ଛା କହିଲ ପିଲେ, ଦୂର ସ୍ଥାନକୁ ଆମେ ଯେତେବେଳେ ଯିବା ଆମ ସାଙ୍ଗରେ କଣ କଣ ନେଇକି ଯାଇପାରିବା କୁହ? ଆଚ୍ଛା ରାଜୁ, ତୁମେ କୁହ। ପାଣି ବୋତଲ, ହଁ। ସାର୍ଟ ପ୍ୟାଣ୍ଟ, ହଁ। ଆଚ୍ଛା ଖେଳନା ବି ନିଅ। ଆଚ୍ଛା ଠିକ ଅଛି। ଆଉ ବ୍ରଶ ନିଅ। ଆଚ୍ଛା ଠିକ ଅଛି। ଆଉ ପାଠ ବହି ବି ନିଅ। ଆରେ ବାଃ, ବଢିଆ। ଆଉ ଠିକ ଅଛି, ଆଜି ଆମେ ସଡ଼କ ସୁରକ୍ଷା ବିଷୟରେ ଆଲୋଚନା କରିବା। ଆଲୋଚନା କରିବା ତ? ଠିକ ଅଛି, ଚାଲ। ପିଲାମାନେ କହିଲ ଦେଖି, ଆମେ ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ଗଲାବେଳେ କୋଉଥିରେ ଯାଉ? ହଁ, ସାଇକେଲ, ବସ୍। ଆଚ୍ଛା ଚାଲିକରି ବି ଯାଉ। ଠିକ ଅଛି। ଆଉ କଣ ପିଲେ କୁହ? ମୋଟର ସାଇକେଲ। ଠିକ କହିଲ ପିଲେ। ଆଚ୍ଛା କାରରେ ବି ଯାଉ? ହଁ, ଏମିତି ଅନେକ ଯାନ ଅଛି ଯୋଉଥିରେ ଆମେ ଗୋଟେ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଉ। ଠିକ ଅଛି ପିଲାମାନେ। ଆଚ୍ଛା ପିଲାମାନେ ଏବେ କୁହ, ଏଇ ଯାନ ଗୁଡ଼ିକ ଗଲାବେଳେ ଆମେ ଏଇ ଯାନ ଗୁଡ଼ିକ କେଉଁଥିରେ ନେଇକି ଯାଉ? କୋଉ ପଥରେ ଯାଉ? ହଁ, ସଡ଼କ ପଥ। ଠିକ କହିଲ। ଆଚ୍ଛା ରାଜୁ, ତୁମେ କୁହ, ସଡ଼କ ପଥରେ ଯାତ୍ରା କଲାବେଳେ ଆମେ କଣ ସବୁ ଦେଖିଥାଉ? କଣ କଣ ସବୁ ଦେଖୁ କୁହ? ହଁ, ଘର, ଗଛ ବି ଦେଖୁ। ଆଚ୍ଛା ଠିକ ଅଛି। ଆଚ୍ଛା ଠିକ ଅଛି, ସ୍ମିତା ତୁମେ କୁହ, ଆଉ କଣ ଦେଖୁ ଆମେ? ହଁ ଠିକ କହିଲ, ଗାଡି ମଟର ଦେଖୁ ସଡ଼କ ପଥରେ ଗଲାବେଳେ। ସେଇଟା ତ ମେନ୍ ଜିନିଷ, ସଡ଼କ ପଥରେ ଗାଡି ମଟର ଯିବା ଆସିବା କରେ। ଦୋକାନ ବି ଦେଖୁ, ଭଳିକି ଭଳି ଦୋକାନ, ବିଭିନ୍ନ ଦୋକାନ ହେଇଥାଏ। ଖେଳନା ଦୋକାନ, କୁରକୁରେ ଦୋକାନ, ଚିପ୍ସ ଦୋକାନ, ଥଣ୍ଡା ଦୋକାନ, ସେସବୁ ଦୋକାନକୁ ଆମେ ଯାଉ। ଠିକ ଅଛି ପିଲାମାନେ। ଏବେ କହିବା, ଆଚ୍ଛା ପିଲାମାନେ, ତୁମେ କେବେ ବସରେ ଯାତ୍ରା କରିଛ? ଆଚ୍ଛା ଠିକ ଅଛି, ହାତ ଟେକ ଦେଖିବା, କିଏ କିଏ ସବୁ ବସରେ ଯାଇଛ? ଆରେ ବାଃ, ଏତେ ପିଲା ବସରେ ଯାଇଛ, ବହୁତ ବଢିଆ। ଏବେ କୁହ ପିଲାମାନେ, ବସ୍ କେଉଁଠି ଅଟକେ? କୋଉଠି ଅଟକେ କୁହ? ଆଚ୍ଛା ତୁମ ଘର ପାଖରେ? ନା ନା, ଘର ପାଖରେ ନୁହଁ। ବସ୍ କୋଉଠି ଅଟକେ? ବସ୍ ବସ୍ ଷ୍ଟାଣ୍ଡରେ ଅଟକିବ, ନା କି? ଠିକ କହିଲ ପିଲାମାନେ। ଆଚ୍ଛା ପିଲାମାନେ, ଆମେ ଯେତେବେଳେ ବସରେ ଯିବା, ବସରେ ଯେତେବେଳେ ଚଢିବା, କିପରି ଭାବରେ ବସରେ ଚଢିବା ପିଲାମାନେ? ଦେଖିଲ ପିଲାମାନେ ଏଇ ଛବିଟିକୁ, ବସରେ ପିଲାମାନେ କିପରି ଚଢୁଛନ୍ତି?
ଠିକ କହୁଛ। ପିଲାମାନେ ଧାଡି ବାନ୍ଧି କରି ଚଢୁଛନ୍ତି। ଆମେ ମଧ୍ୟ ଠିକ ସେହିପରି ବସରେ ଯେତେବେଳେ ଚଢିବା ନା, ଧାଡି ବାନ୍ଧି କରି ଜଣ ଜଣ କରି ଯିବା। ନହେଲେ କଣ ହବ? ପଡିଯିବାର ସମ୍ଭାବନା ଅଛି। ଏବେ ଶେଷ ପ୍ରଶ୍ନ କୁହ। ଆମେ ଯଦି ସାଙ୍ଗରେ କୌଣସି ବୟସ୍କ ବ୍ୟକ୍ତି ଥିବେ, ଯେମିତି ଜେଜେବାପା, ଜେଜେମା, କିମ୍ବା ବସ୍ ଚଢିଲା ବେଳେ ଆଉ ଯଦି କେହି ବୟସ୍କ ବ୍ୟକ୍ତି ଦେଖାଯିବେ, ତାହେଲେ ଆମେ କଣ କରିବା? ହଁ, ହାତ ଧରି ବସରେ ଚଢେଇ ଦବା। ଆଉ କଣ କରିବା? ତାକୁ ସାଙ୍ଗରେ ଧରିକି ନବା। ଠିକ ଅଛି। ସିଟରେ ବି ବସିବାକୁ ଦବା। କାହିଁକି ନା ବୟସ୍କ ବ୍ୟକ୍ତି ସେମାନେ ଛିଡା ହେଇପାରିବେ ନାହିଁ। ତେଣୁ ତାକୁ କଣ କରିବା? ସିଟରେ ବସିବାକୁ ଦବା। ଠିକ କହିଲ ପିଲାମାନେ, ବହୁତ ବଢିଆ। ଆଚ୍ଛା, ସେଇଭଳି ତୁମ ଭଳି ଦୁଇଟି ପିଲା, ଅନିତା ଆଉ ସ୍ମିତା, ସେମାନେ କଣ କଲେ? ତାଙ୍କ ପରିବାର ସହିତ ମେଳା ଦେଖିବାକୁ ଯିବା ବେଳେ ସାଙ୍ଗରେ ତାଙ୍କ ଜେଜେମା ଆଉ ବାପା ବି ଯାଇଥିଲେ। ଅନିତା କଣ କଲା? ଯେତେବେଳେ ଜେଜେମାଙ୍କୁ ସାଙ୍ଗରେ ନଉନଥିଲା, ସେତେବେଳେ ତାଙ୍କୁ ହାତ ଧରି ଧୀରେ ଧୀରେ ବସ୍ ଷ୍ଟାଣ୍ଡକୁ ନେଉଥିଲା। କାହିଁକି ନା ଜେଜେମାଙ୍କ ବୟସ୍କ ହେଇଯାଇଥିଲେ। ତୁମ ଭଳି ଛୋଟ ପିଲାଙ୍କ ଭଳି ତ ସେମାନେ ଜଲ୍ଦି ଜଲ୍ଦି ଯାଇପାରିବେ ନାହିଁ। ସେଥିପାଇଁ ଅନିତା କଣ କଲା ନା, ଜେଜେମାଙ୍କର ହାତ ଧରି ଧୀରେ ଧୀରେ ନେଇକି ଗଲା। ଆଚ୍ଛା ପିଲାମାନେ, ଏଇ ଫଟୋରେ ଦେଖିକି କହିଲ, ଜେଜେମା ଆଉ ଗୋଟେ ହାତରେ କଣ ଧରିଛନ୍ତି? ହଁ, ଭଲସେ ଦେଖ ପିଲାମାନେ, କଣ ଧରିଛନ୍ତି? ଠିକ କହିଲ, ଗୋଟେ ବାଡି ଧରିଛନ୍ତି। ଆଚ୍ଛା, ଆଶା ବାଡି। ଓହୋ, ଏଇଟା ତାଙ୍କ ବାଡି। ଏଇଟାକୁ ଧରିକି ଜେଜେମା ଚାଲନ୍ତି, ନାଇଁ କି? ଠିକ କହିଲ ପିଲାମାନେ। ଆଚ୍ଛା ପିଲାମାନେ, କହିଲ, ଅନିତା ଯେତେବେଳେ ଯାଉଛି ରାସ୍ତାରେ, ସେ ନିଶ୍ଚୟ ତ ରାସ୍ତା ପାରି ହଉଥିବ। ରାସ୍ତା ପାରି ହେବା ସମୟରେ ଅନିତା କଣ କରିବ? ରାଜୁ, ତୁମେ କୁହ, ଅନିତା କଣ କରିବ? ହଁ, ଅନିତା ରାସ୍ତାର ଉଭୟ ପାର୍ଶ୍ୱକୁ ଚାହିଁବ। ପ୍ରଥମ ଦେଖିବ ଗାଡି କିଛି ଆସୁନି ତ। ଯଦି ରାସ୍ତାରେ କୌଣସି ଗାଡି ନଥିବ, ସାବଧାନତାର ସହ ରାସ୍ତା ପାରି ହେବ। ଠିକ କହିଲ। ଆଚ୍ଛା, ବସରେ ଯେତେବେଳେ ଅନିତା ଆଉ ସ୍ମିତା ଗଲେ, ବସ୍ ଆସି ବସ୍ ଷ୍ଟାଣ୍ଡରେ ପହଞ୍ଚିଲା। ତାପରେ କଣ କଲା ନା, ବସ୍ କଣ୍ଡକ୍ଟର ଆଉ ଅନିତାର ବାପା କଣ କଲେ? ଜେଜେମାଙ୍କୁ ବସରେ ଚଢିବାରେ ସାହାଯ୍ୟ କଲେ। ଜେଜେମା ବୟସ୍କ ଥିଲେ, ସେଥିପାଇଁ ଅନିତାର ବାପା ଏବଂ ବସର କଣ୍ଡକ୍ଟର ଜେଜେମାଙ୍କୁ ବସରେ ଚଢିବାରେ ସାହାଯ୍ୟ କଲେ। ବସରେ ତା ସହିତ ଯୋଉ ବୟସ୍କ ଲୋକଙ୍କ ପାଇଁ ଯୋଉ ସଂରକ୍ଷିତ ସିଟ୍ ଥିଲା, ଯୋଉଠି କେବଳ ବୟସ୍କ ଲୋକ ବସିପାରିବେ, ସେଠି ନେଇକି ଜେଜେମାଙ୍କୁ ବସେଇଲେ। ଆଚ୍ଛା, ଠିକ କହିଲ। ପିଲାମାନେ, ଆମେ ଜାଣ, ଆମେ ବସରେ ଯାତ୍ରା କଲା ବେଳେ କେତେକ ନିୟମ ମାନିବା। କେବଳ ବସରେ ନୁହେଁ, ରାସ୍ତାରେ ଗଲାବେଳେ ସବୁ ନିୟମ ଗୁଡାକ ମାନିବା। ଏଇ ସବୁ ନିୟମ ଗୁଡାକ କୋଉ କୋଉ ନିୟମ? ବସରେ ଯେତେବେଳେ ଯିବା, ଆମେ ଯୋଉ ବସର ସିଟରେ ବସିବା ନା, ସ୍ଥିର ହେଇକି ବସିବା। ଇଆଡେ ସିଆଡେ ଯିବାନି ବସରେ। ତା ସହିତ ବାଇକ୍ କିମ୍ବା ସ୍କୁଟିରେ ଯେତେବେଳେ ଯିବା, ହେଲମେଟର ବ୍ୟବହାର କରିବା। ହେଲମେଟର ବ୍ୟବହାର କରିଥିଲେ ଯଦି ଆମର ଦୁର୍ଘଟଣା ଘଟିବ, ଆମେ ସୁରକ୍ଷିତ ରହିପାରିବା। ତା ସହିତ ଆମେ ବଡ ବଡ ଗାଡିରେ ଯିବା, ଯେମିତି କାରରେ ଯିବା,
ଟ୍ରକରେ ଯିବା ଏସବୁରେ ଗଲାବେଳେ ବଡ଼ ଗାଡ଼ିରେ ଯିବା ସିଟ୍ ବେଲ୍ଟ ଲଗେଇବା। ବେଶୀ ଜୋରରେ ବି ଗାଡ଼ି ଚଲେଇବା ନାହିଁ। ଆଉ କ'ଣ କରିବା ପିଲାମାନେ? ଗାଡ଼ି ଚାଲିଲା ବେଳେ ମୋବାଇଲ ବ୍ୟବହାର କରିବା ନାହିଁ। ରାସ୍ତାରେ ଅଯଥା ଦୌଡ଼ିବା ନାହିଁ। ରାସ୍ତାରେ ଦୌଡ଼ିଲେ ଗାଡ଼ି ମଟର ଆସିବ, ଗାଡ଼ି ଧକ୍କା ହେଇଯିବାର ସମ୍ଭାବନା ଅଛି ନା କି ପିଲେ? ଠିକ କହିଲ। ଟ୍ରାଫିକର ନିୟମ ମାନିବା। ଆଚ୍ଛା ପିଲାମାନେ କହିଲ, ଆମେ ଏଇ ସବୁ ଯୋଉ ନିୟମ ଗୁଡାକ ପଢିଲେ ଏଇ ସବୁ ନିୟମକୁ କ'ଣ କୁହାଯାଏ? ଏଇ ସବୁ ନିୟମକୁ ସଡ଼କ ସୁରକ୍ଷା ନିୟମ କୁହାଯାଏ। ଠିକ ଅଛି ପିଲାମାନେ, ଆଜି ଆମେ ପାଠ ଆଲୋଚନା କରିଦେଲେ। ଏବେ ମୁଁ ତୁମକୁ କିଛି ପ୍ରଶ୍ନ ପଚାରୁଛି, ତାର ଉତ୍ତର ଦବ ତ ପିଲାମାନେ? ଠିକ ଅଛି, କୁହ ପିଲାମାନେ, କୁହ ବୟସ୍କ ବ୍ୟକ୍ତିମାନଙ୍କ ପାଇଁ ବସରେ କେଉଁ ବିଶେଷ ବ୍ୟବସ୍ଥା କରାଯାଇଥାଏ? ରାଜେଶ, ତୁମେ କୁହ। ହଁ, ସେମାନଙ୍କ ପାଇଁ ସିଟ୍ ସଂରକ୍ଷିତ ହୋଇ ରହିଥାଏ। ସେମାନେ ତାଙ୍କର ନିର୍ଦ୍ଦିଷ୍ଟ ସିଟରେ ବସନ୍ତି। ଆଚ୍ଛା ରାଣୀ, ତୁମେ କୁହ, ଆମେ କିପରି ସଡ଼କ ପାର ହେବା? ଠିକ ଅଛି, ଆମେ ରାସ୍ତାର ଉଭୟ ପାର୍ଶ୍ୱରେ ଯାତାୟାତ କରୁଥିବା ଗାଡ଼ି ଉପରେ ନଜର ରଖିବା। ତାପରେ ଯଦି ରାସ୍ତା କ'ଣ ଥିବ? ଫାଙ୍କା ଥିବ, ତାପରେ ରାସ୍ତା ପାରି ହବା। ରାସ୍ତା ପାର ହବା ସମୟରେ ସାବଧାନତାର ସହ ରାସ୍ତା ପାର ହବା, ନହେଲେ କ'ଣ ହବ? ଦୁର୍ଘଟଣା ହବ। ଠିକ କହିଲ। ଆଚ୍ଛା ରିଙ୍କୁ, ତୁମେ କୁହ, ବସରେ ଗଲାବେଳେ ଆମେ କିପରି ସାବଧାନରେ ଯିବା? ହଁ, ଠିକ ମନେ ରଖିଛ। ସେଥିରେ ସ୍ଥିର ହୋଇ ବସିବା, ଝରକା ବାଟେ ହାତ କିମ୍ବା ମୁଣ୍ଡ ବାହାର କରିବା ନାହିଁ। ଆରେ ବାଃ, ବହୁତ ବଢିଆ। ଏବେ ମୁଁ ତୁମକୁ ଗୋଟେ ପାଠ ଦଉଛି, ତୁମେ ତାହାକୁ ଘରେ କରିକି ନେଇକି ଆସିବ। ଠିକ ଅଛି ପିଲାମାନେ? ରାସ୍ତାରେ ଗଲାବେଳେ ତୁମେ କେତେକ ସଡ଼କର ସଂକେତ ରାସ୍ତା କଡ଼ରେ ଦେଖିଥିବ, ଦେଖିଛଟି? ଠିକ ଅଛି, ଯୋଉ ଯୋଉ ସଡ଼କର ସଂକେତ ଦେଖିଛ ସେଇ ସଂକେତକୁ ତୁମର ଖାତାରେ ଲେଖିକି ଆଣି ଶିକ୍ଷକ କିମ୍ବା ତୁମ ବାପା ମାମାଙ୍କୁ ଦେଖେଇବ। ମାନେ ଆଜିର ଏଇ ପାଠରେ ଆମେ ଜାଣିଲେ ଯେ ଅନିତା ତା ପରିବାର ସଦସ୍ୟମାନଙ୍କ ସହ ମେଳାକୁ ଯାଇଛନ୍ତି। ତାଙ୍କ ସାଥିରେ ତା ଜେଜେମା ମଧ୍ୟ ଯାଇଛନ୍ତି। ସେ ବୟସ୍କ ଥିବାରୁ ତାଙ୍କୁ ଯାତାୟାତ ସମୟରେ ସମସ୍ତେ ସାହାଯ୍ୟ କରୁଥିଲେ ନା? ସଡ଼କର ନିୟମ ମାନି ମଧ୍ୟ ସେମାନେ ବସରେ ମେଳାକୁ ଗଲେ, ଆଉ ବହୁତ ମଜା କଲେ ନା? ଠିକ ଅଛି ପିଲାମାନେ, ଆଜି ପାଇଁ ଏତିକି। ପୁଣି ଦେଖାହବ ଆଉ ଏକ ନୂଆ ପାଠ, ଆଉ ଏକ ନୂଆ ବିଷୟ ନେଇ। ରହିଲି। ଖୁସିରେ ଶିଖିବା ସମସ୍ତଙ୍କ ଅଧିକାର। ନମସ୍କାର।